ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଶା କରୁ ଈଶ୍ୱରଙ୍କ ଦୟାରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ପ୍ରଭୁଙ୍କ ପ୍ରିୟମାନେ, ଲାଷ୍ଟ ଭିଡ଼ିଓରେ ଆମ୍ଭେମାନେ ଶୟତାନର କିଛି ନକଲି ବିଷୟ ଉପରେ ଧ୍ୟାନ କରିଥିଲୁ। ଆଜି ଆମ୍ଭେମାନେ ଆଉ କିଛି ବିଷୟ ଉପରେ ଧ୍ୟାନ କରିବାକୁ ଯିବା। ଯଦି ଆପଣମାନେ ଲାଷ୍ଟ ଭିଡ଼ିଓକୁ ଦେଖିନାହାନ୍ତି ତେବେ ନିଶ୍ଚୟ ଥରେ ତାହାକୁ ଦେଖିନିଅନ୍ତୁ। ଖ୍ରୀଷ୍ଟଙ୍କ ଉପାସନାର ନକଲ। ଆପଣମାନେ ଜାଣନ୍ତି କି ଶୟତାନ ଈଶ୍ୱରଙ୍କ ପରି ଗୌରବ ଓ ସମ୍ମାନ ପାଇବା ଇଚ୍ଛାରେ ଖ୍ରୀଷ୍ଟୀୟ ଆରାଧନା ବା ଉପାସନାର ଶୈଳୀକୁ ମଧ୍ୟ ନକଲ କରିଛି। ଖ୍ରୀଷ୍ଟୀୟ ମଣ୍ଡଳୀ ପରି ସେ ନିଜର ଏକ ଚର୍ଚ୍ଚ ନିର୍ମାଣ କରିଛି, ଯାହାକୁ ସାଟାନିକ୍ ଚର୍ଚ୍ଚ ବା ସାଟାନିକ୍ ଟେମ୍ପୁଲ ବୋଲି କୁହାଯାଏ। ସେହି ଚର୍ଚ୍ଚ ମଧ୍ୟରେ ଗୋଟିଏ ମେଲ୍ ଗୋଟ୍ ବା ଅଣ୍ଡିରା ଛେଳିର ମୂର୍ତ୍ତି ଥାଏ, ଯାହା ଶୟତାନର ପ୍ରତୀକ ଭାବରେ ବୁଝାଯାଏ। କୌଣସି କୌଣସି ଚର୍ଚ୍ଚରେ ମେଲ୍ ଗୋଟ୍ର ମୂର୍ତ୍ତି ନଥାଏ, କିନ୍ତୁ ଏକ ବଡ଼ ଷ୍ଟାର ଥାଏ। ସେହି ଷ୍ଟାର ମଧ୍ୟ ମେଲ୍ ଗୋଟ୍କୁ ହିଁ ବୁଝାଏ। 5ଟି କୋନ୍ ଥିବା ଷ୍ଟାର। ଉପର 2ଟି କୋନ୍ ଗୋଟ୍ର 2ଟି ଶୃଙ୍ଗକୁ ବୁଝାଏ। ମଝି 2ଟି କୋନ୍ ଗୋଟ୍ର 2ଟି କାନକୁ ବୁଝାଏ ଏବଂ ତଳ ଗୋଟିଏ କୋନ୍ ତାର ଦାଢ଼ିକୁ ବୁଝାଏ। ଏପରି ଷ୍ଟାର ଗୁଡ଼ିକ ଆଜି ପ୍ରତ୍ୟେକ ଖ୍ରୀଷ୍ଟୀୟ ମଣ୍ଡଳୀରେ ମଧ୍ୟ ବ୍ୟବହାର କରାଯାଉଛି। ଶୟତାନର ଭ୍ରାନ୍ତିକୁ କେହି କେହି ବୁଝିପାରୁଅଛନ୍ତି ତ ଆଉ କିଏ ଅବୁଝା ରହିଛି। କିନ୍ତୁ ଶୟତାନ କଳେ ବଳେ କୌଶଳେ ଗୌରବ ଏବଂ ସମ୍ମାନ ପାଇବାକୁ ଚେଷ୍ଟା ନିଜର ଜାରି ରଖିଛି। ସେହି ସାଟାନିକ୍ ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟୀୟ ପ୍ରଭୁଭୋଜର ବିଧିକୁ ନକଲ କରି ଠିକ୍ ସେମିତି ଦ୍ରାକ୍ଷାରସ ଓ ରୁଟି ଭୋଜନ କରାଯାଏ। କିନ୍ତୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ତାହା ପ୍ରକୃତରେ ଦ୍ରାକ୍ଷାରସ ବା ରୁଟି ନଥାଏ। ତାହା ବଳି କରାଯାଇଥିବା ପଶୁର ରକ୍ତ ଆଉ ମାଂସ ଥାଏ। କେଉଁ କେଉଁ ସ୍ଥାନରେ ସମ୍ପୂର୍ଣ୍ଣ ରକ୍ତ ତ ଆଉ କେଉଁ କେଉଁ ସ୍ଥାନରେ ବ୍ଲଡି ରେଡ୍ ୱାଇନ୍ ସହ କିଛି ମାତ୍ରାରେ ଅଳ୍ପ ମାତ୍ରାରେ ରକ୍ତକୁ ମିକ୍ସ କରାଯାଏ। ସେହି ଚର୍ଚ୍ଚର ଲୋକମାନେ ଯେଉଁ ବାଇବଲକୁ ବ୍ୟବହାର କରନ୍ତି ତାର ନାମ ହେଉଛି ଦ ସାଟାନିକ୍ ବାଇବଲ। ସେମାନେ କ୍ରୁଶର ନିନ୍ଦା କରି କ୍ରୁଶର ଚିହ୍ନକୁ ଓଲଟା କରି ବ୍ୟବହାର କରନ୍ତି। ଆମେ ଯେମିତି ପବିତ୍ର ଆତ୍ମାଙ୍କ 9ଟି ଫଳକୁ ଗୁରୁତ୍ୱ ଦେଉ, ସେମାନେ ସେମିତି ଦ 9 ସାଟାନିକ୍ ସିନ୍ ବୋଲି 9ଟି ମନ୍ଦ ସ୍ୱଭାବକୁ ଆପଣାଇ ନିଅନ୍ତି। ଆମେ ଯେମିତି ପ୍ରଭୁ ଯୀଶୁ ଶିଖାଇଥିବା ପ୍ରାର୍ଥନାକୁ କରିଥାଉ, ସେମାନେ ଠିକ୍ ତାର ଓଲଟ ପ୍ରାର୍ଥନା କରନ୍ତି। ଆପଣମାନଙ୍କୁ ଜଣାଇବା ନିମନ୍ତେ ଆମେ ତାହା ସ୍କ୍ରିନରେ ଦେଖାଇବାକୁ ଚାହୁଁ। ଆପଣମାନେ ଏହାକୁ ଉଚ୍ଚାରଣ କରନ୍ତୁ ନାହିଁ, ଏହା କେବଳ ଜାଣିବା ପାଇଁ ତଥ୍ୟ ହିଁ ଅଟେ। ଆଉ ଗୋଟିଏ ବିଷୟ ଯାହା ଅତି ଆଶ୍ଚର୍ଯ୍ୟ ଅଟେ, ଶୟତାନ ଖ୍ରୀଷ୍ଟୀୟ ବିବାହକୁ ମଧ୍ୟ ନକଲ କରିସାରିଛି, ସାଟାନିକ୍ ୱେଡିଂ। ଏହି ବିବାହରେ ବର ଏବଂ କନ୍ୟା ଓ ବିବାହ ଦେବା ପାଇଁ କେବଳ ପୋପ୍, ଏହି 3 ଜଣଙ୍କ ଉପସ୍ଥିତିରେ ହିଁ ଏହି ବିବାହ ହୁଏ। କେହି କେହି ନିଜର 4ରୁ 5 ଜଣ ଅତି ନିଜର ଲୋକଙ୍କୁ ବିବାହରେ ଆସିବାକୁ ଅନୁମତି ଦିଅନ୍ତି, ତ ଆଉ କେହି କେହି ଅନ୍ୟମାନଙ୍କୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ। ସେମାନେ କହନ୍ତି ବିବାହ ବର ଏବଂ କନ୍ୟା ମଧ୍ୟରେ ହେବ, ଏଥିରେ ଆଉ କାହାର ଆବଶ୍ୟକ ହିଁ ନାହିଁ। ଥରେ ମନେ ପକାନ୍ତୁ କାନା ନଗରର ସେହି ବିବାହରେ ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା। ବନ୍ଧୁ ବାନ୍ଧବ, ପରିଜନ, ଯୀଶୁ ଏବଂ ତାଙ୍କ 12 ଶିଷ୍ୟଙ୍କୁ। ଆଉ ଏତେ ଭିଡ଼ ହେଲା ଯେ ଦ୍ରାକ୍ଷାରସର ଅଭାବ ହେଲା। ବାସ୍ତବରେ ଖ୍ରୀଷ୍ଟିଆନ ମ୍ୟାରେଜ ଏବଂ ସାଟାନିକ୍ ମ୍ୟାରେଜ ଭିତରେ ବହୁତ ତଫାତ ରହିଛି। ଏହି 2026 ପାଇଁ ସାଟାନିକ୍ ଚର୍ଚ୍ଚ ନିଜର ୱେଡିଂ ପ୍ୟାକେଜ ମଧ୍ୟ ବନାଇ ସାରିଛି, ଦ 666 ୱେଡିଂ ପ୍ୟାକେଜ। ଏପରି ଆହୁରି ଅନେକ ବିଷୟ ଯାହା ଶୟତାନ ନକଲ କରି ଆଜି ଖ୍ରୀଷ୍ଟୀୟ ସମାଜ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି। ଦାନ ଓ ବରଦାନର ନକଲ। ପବିତ୍ର ଆତ୍ମାଙ୍କର ଦାନ ବରଦାନ ଗୁଡ଼ିକୁ ଶୟତାନ ଅତି ସହଜରେ ନକଲ କରି ଆଜି ଖ୍ରୀଷ୍ଟୀୟ ସମାଜକୁ ଭ୍ରାନ୍ତ କରିଅଛି। ରୋମିଓ 12 ପର୍ବ 6ରୁ 8 ପଦ ଏବଂ ପ୍ରଥମ କରନ୍ତୀୟ 12 ପର୍ବ
6-10 ପଦ ଏବଂ 28 ପଦ। ଏହି ପଦମାନଙ୍କରେ ଲିଖିତ ହୋଇଥିବା ସମସ୍ତ ଦାନ ଏବଂ ବରଦାନ ଗୁଡ଼ିକୁ ପବିତ୍ର ଆତ୍ମା ମଣ୍ଡଳୀର ନିଷ୍ଠା, ସେବା କାର୍ଯ୍ୟରେ ସିଦ୍ଧତା ଓ ମଣ୍ଡଳୀର ସାଧାରଣ ହିତ ନିମନ୍ତେ ବିଶ୍ୱାସୀମାନଙ୍କୁ ପ୍ରଦାନ କରିଅଛନ୍ତି। କିନ୍ତୁ ଦୁଷ୍ଟ ଶୟତାନ ସମସ୍ତ ଦାନ ଓ ବରଦାନ ଗୁଡ଼ିକୁ ନକଲ କରି ମଣ୍ଡଳୀ ମଧ୍ୟରେ ବିଶ୍ୱାସୀମାନଙ୍କ ନିକଟରେ ଭ୍ରାନ୍ତ ବିଷୟ ସବୁ ରଖିଦେଇଅଛି ଏବଂ ମଣ୍ଡଳୀ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛି, ଯାହା ଜଣେ ସାଧାରଣ ମନୁଷ୍ୟ ଓ ନୂତନ ବିଶ୍ୱାସୀ ପକ୍ଷରେ ବୁଝିପାରିବା ଅତ୍ୟନ୍ତ ଜଟିଳ ଅଟେ। କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ଲଗାତାର ପାଠ କରୁଥିବା ଏବଂ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଥିବା ବ୍ୟକ୍ତି ଶୟତାନର ସେହି ଚାତୁରୀତାକୁ ନିଶ୍ଚୟ ବୁଝିପାରିବ। ବିଶ୍ୱାସୀମାନଙ୍କ ବେଶରେ ଶୟତାନର ଆତ୍ମା ଦ୍ୱାରା ଚାଳିତ ହେଉଥିବା ବ୍ୟକ୍ତିକୁ ଆମେ ତାର ଫଳ ଅର୍ଥାତ୍ କର୍ମ ଦ୍ୱାରା ଚିହ୍ନି ପାରିବା। ଆତ୍ମାଙ୍କ ଫଳ ଅନୁସାରେ ତାହାର ଜୀବନ ଅଛି କି ନାହିଁ, ଖ୍ରୀଷ୍ଟଙ୍କ ସ୍ୱଭାବ ପରି ସେହି ମନୁଷ୍ୟର ସ୍ୱଭାବ ଅଛି କି ନାହିଁ, ଏହା ଦ୍ୱାରା ଆମେ ସେହି ମନୁଷ୍ୟକୁ ଚିହ୍ନି ପାରିବା। ଏକାଥରେ ଗୋଟିଏ ବିଶ୍ୱାସୀ ପାଖରେ ସମସ୍ତ ଫଳ ବା ଖ୍ରୀଷ୍ଟଙ୍କ ସ୍ୱଭାବର ସିଦ୍ଧତା ଦେଖାଯାଏ ନାହିଁ। ଏହା ଧୀରେ ଧୀରେ ବୃଦ୍ଧି ପାଇଥାଏ। ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଥିବା ବ୍ୟକ୍ତି ନିଜର ଭୁଲକୁ ଅତି ଶୀଘ୍ର ସଂଶୋଧନ କରିବାକୁ ଚେଷ୍ଟା କରେ, କାରଣ ଜଣେ ସତ୍ୟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ବା ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇ ଶାନ୍ତିରେ ରହିପାରେ ନାହିଁ। କେବଳ ପବିତ୍ର ଆତ୍ମାଙ୍କ ଦାନ ବରଦାନରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତି ସିଦ୍ଧ ନୁହେଁ। ଆତ୍ମାଙ୍କ ଦାନ ବରଦାନ ଏହା ତ ବୃକ୍ଷର ଫୁଲ ପରି। ଏହା ବୃକ୍ଷର ସୌନ୍ଦର୍ଯ୍ୟ ବଢ଼ାଏ ଏବଂ ଅନ୍ୟମାନଙ୍କୁ ନିଜ ପ୍ରତି ଆକର୍ଷଣ କରେ। କିନ୍ତୁ ଫୁଲ ଦ୍ୱାରା ବୃକ୍ଷ ଚିହ୍ନା ଯାଏ ନାହିଁ, ମାତ୍ର ଫଳ ଦ୍ୱାରା ବୃକ୍ଷ ଚିହ୍ନାଯାଏ। ଆତ୍ମାଙ୍କ ଦାନ ପାଇସାରିବା ପରେ ସେହି ବିଶ୍ୱାସୀକୁ ବୃଦ୍ଧି ପାଇ ଆତ୍ମାଙ୍କ ଫଳରେ ପରିପକ୍ୱ ହେବା ଆବଶ୍ୟକ। କେବଳ ଆତ୍ମାଙ୍କ ଦାନକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତିମାନେ ଅତି ସହଜରେ ପଥଭ୍ରଷ୍ଟ ହୋଇଯାଇପାରନ୍ତି, କିନ୍ତୁ ଆତ୍ମାଙ୍କ ଫଳ ଦ୍ୱାରା ପରିପକ୍ୱ ହୋଇଥିବା ବ୍ୟକ୍ତିମାନେ ବିଶ୍ୱାସରେ ଅଟଳ ହୋଇ ରହିଥାନ୍ତି। ଅନେକ ଥର ଏହି କାରଣରୁ ହିଁ ଖ୍ରୀଷ୍ଟୀୟ ସମାଜ ବା ସମ୍ପର୍କ ଗୁଡ଼ିକ ମଧ୍ୟରେ ବିଚ୍ଛେଦ ଦେଖାଯାଇଥାଏ। ଯେତେବେଳେ କୌଣସି ପଦବୀ ନିମନ୍ତେ ହେଉ ଅବା କିଛି ଦାୟିତ୍ୱ ଦେବା ନିମନ୍ତେ ହେଉ, ଗହଳି ମଧ୍ୟରୁ ଜଣେ ବ୍ୟକ୍ତିକୁ ବାଛିବା ସମୟରେ ଲୋକମାନେ ସେହି ବ୍ୟକ୍ତି ମଧ୍ୟରେ ଥିବା ଆତ୍ମାଙ୍କ ଦାନ ବରଦାନକୁ ଦେଖି ତାକୁ ବାଛିଥାନ୍ତି। କିନ୍ତୁ ସେହି ବ୍ୟକ୍ତି ବାସ୍ତବରେ ଆତ୍ମାଙ୍କ ଫଳ ଦ୍ୱାରା ଜୀବନ ବିତାଉଅଛି କି ନାହିଁ ଏହାକୁ ଗୁରୁତ୍ୱ ଦେଇନଥାନ୍ତି, ଯାହା ଫଳରେ ଉତ୍ତମ ଦାନ ବରଦାନ ପାଇଥିବା ସେହି ବ୍ୟକ୍ତି ଫଳଶୂନ୍ୟ ହୋଇଥିବା ହେତୁ କୌଣସି ପରୀକ୍ଷା, ପ୍ରଲୋଭନ ବା ସମସ୍ୟାରେ ଅତି ଶୀଘ୍ର ପତିତ ହୋଇଯାନ୍ତି ଏବଂ ନିଜେ ଅପମାନିତ ହେବା ସଙ୍ଗେ ସଙ୍ଗେ ପରିବାର, ଖ୍ରୀଷ୍ଟୀୟ ସମାଜ ଓ ଖ୍ରୀଷ୍ଟଙ୍କ ମଧ୍ୟ ନିନ୍ଦାର କାରଣ କରିଦିଅନ୍ତି। ଏପରି ପରିସ୍ଥିତି ନିମନ୍ତେ ଆମେ କାହାକୁ ଦୋଷ ଦେବା? ବଛା ଯାଇଥିବା ସେହି ନୂତନ ବ୍ୟକ୍ତିଙ୍କୁ ନା ବାଛିଥିବା ସେହି ମୁଖ୍ୟ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ? ଜଣେ ଉତ୍ତମ ଦାନ ବରଦାନ ପାଇଥିବା ବ୍ୟକ୍ତି ପ୍ରତି ଆକୃଷ୍ଟ ହୋଇ ଅନେକ ଥର ଯୁବପିଢ଼ି ଭୁଲ ନିଷ୍ପତ୍ତି ନେଇ ବସନ୍ତି। ଉତ୍ତମ ଆରାଧନା କରୁଥିବା, ପରିଚାଳନା କରୁଥିବା ଅବା ଅନ୍ୟ କୌଣସି ଦାନ ବରଦାନରେ ପରିପୂର୍ଣ୍ଣ ହୋଇଥିବା ଯୁବକ ଅବା ଯୁବତୀ ପ୍ରତି ଆକୃଷ୍ଟ ହୋଇ ତାକୁ ନିଜର ଜୀବନସାଥୀ ବନାଇବା ପାଇଁ ନିଷ୍ପତ୍ତି ନିଅନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଆତ୍ମାଙ୍କ ଫଳ ଦ୍ୱାରା ପରିପୂର୍ଣ୍ଣ ହୋଇନଥିବା ସେହି ବ୍ୟକ୍ତିର ଦୁର୍ବଳତା ବା ଭୁଲ ସମ୍ମୁଖକୁ ଆସିଲେ ସମ୍ପର୍କରେ ସ୍ଥିର ରହିନପାରି ଦୋଷାରୋପ ଓ ବିଚ୍ଛିନ୍ନତା ଆଡ଼କୁ ଗତି କରନ୍ତି। କାରଣ ବାହାରକୁ ସୁନ୍ଦର ଦେଖାଯାଉଥିବା ଏହି ଦାନ ବରଦାନ ଗୁଡ଼ିକ ମନୁଷ୍ୟର ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିପାରେ ନାହିଁ। ଏହା କେବଳ ମନୁଷ୍ୟକୁ ସାହାଯ୍ୟ କରେ ସେବା କାର୍ଯ୍ୟରେ ବୃଦ୍ଧି ଆଣିବା ପାଇଁ, କିନ୍ତୁ ଆତ୍ମାଙ୍କ ଫଳ ଯାହା ବାସ୍ତବରେ ହୃଦୟରୁ ବାହାରେ। ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ହିଁ ମନୁଷ୍ୟ ଆତ୍ମାଙ୍କ ଫଳରେ ବୃଦ୍ଧି ପାଇପାରେ। ଆତ୍ମାଙ୍କ ଦାନ ବରଦାନକୁ ନକଲ କରିବା ଅତି ସହଜ ଅଟେ, କିନ୍ତୁ ଆତ୍ମାଙ୍କ ଫଳକୁ ଦୁଷ୍ଟ ଆତ୍ମା ଅତି ସହଜରେ ନକଲ କରିପାରେ ନାହିଁ। ଭାବବାଣୀର ଦାନକୁ ଶୟତାନ ନକଲ କରି ଆଜି ଆମ ଖ୍ରୀଷ୍ଟୀୟ ସମାଜରେ କିପରି କାର୍ଯ୍ୟ କରୁଛି ତାହା ଆପଣମାନେ ସମସ୍ତେ ଜାଣିଅଛନ୍ତି। କେହି କେହି ମିଥ୍ୟା ଭାବବାଣୀ କହି ଲୋକଙ୍କୁ ଠକୁଅଛନ୍ତି, ତ କେହି କେହି ଏହାକୁ ନିଜ ରୋଜଗାରର ପନ୍ଥା ବୋଲି ବାଛି ନେଇଛନ୍ତି।
ଠିକ୍ ସେପରି ଆରୋଗ୍ୟ କରିବାର ଶକ୍ତିକୁ ମଧ୍ୟ ଶୟତାନ ନକଲ କରିଛି। କେତେବେଳେ ଆରୋଗ୍ୟ କରିବାର ମିଛ ନାଟକ କରି ନିଜକୁ ଶ୍ରେଷ୍ଠ ବନାଉଅଛି, ତ ଆଉ କେତେବେଳେ ଶୟତାନର ମନ୍ଦ ଶକ୍ତି ଦ୍ୱାରା ଆରୋଗ୍ୟ କରି ମୁଁ ଖ୍ରୀଷ୍ଟଙ୍କ ସେବକ ବୋଲି ନିଜକୁ ଦେଖାଇ ହେଉଅଛି। ଆଜି ଖ୍ରୀଷ୍ଟୀୟ ସମାଜରେ ଏହି ଦୁଇଟି ବରଦାନକୁ ନେଇ ଶୟତାନର ଶିଷ୍ୟମାନେ ଅନେକ ନାଟକ କରିବା ସଙ୍ଗେ ସଙ୍ଗେ ନିରୀହ ସରଳ ବିଶ୍ୱାସୀ ମାନଙ୍କୁ ତଥା ସାଧାରଣ ଲୋକମାନଙ୍କର ବିଶ୍ୱାସ ସହ ଖେଳୁଅଛନ୍ତି ଏବଂ ଏହାକୁ ଟଙ୍କା ଉପାର୍ଜନ କରିବାର ଏକ ଭଲ ପନ୍ଥା ବୋଲି ବାଛି ନେଇଛନ୍ତି। ଆଦ୍ୟ ମଣ୍ଡଳୀରେ ମଧ୍ୟ ପବିତ୍ର ଆତ୍ମାଙ୍କ ଆଶ୍ଚର୍ଯ୍ୟ କର୍ମ ସବୁକୁ ଦେଖି ଶୟତାନର ଆତ୍ମା ଦ୍ୱାରା ଚାଳିତ ହେଉଥିବା ବ୍ୟକ୍ତିମାନେ ଆତ୍ମାଙ୍କର ସେହି ଦାନକୁ ମନ୍ଦ ଭାବରେ ବ୍ୟବହାର କରିବାର ଇଚ୍ଛା ନେଇ ଟଙ୍କା ଦ୍ୱାରା ତାକୁ କିଣିବାକୁ ଚାହିଁଥିଲେ। କିନ୍ତୁ ଈଶ୍ୱରଙ୍କ ବିଶ୍ୱସ୍ତ ଓ ସତ୍ୟ ସେବକମାନେ ସେହି ବ୍ୟକ୍ତି ସହ ତାର ଟଙ୍କାକୁ ତୁଚ୍ଛ ଜ୍ଞାନ କରିଲେ ଏବଂ ଈଶ୍ୱରଙ୍କୁ ସମସ୍ତ ଗୌରବ ପ୍ରଦାନ କଲେ, ଯାହା ପ୍ରେରିତ 8 ପର୍ବରେ ଆମେମାନେ ପାଇପାରିବା। କିନ୍ତୁ ଆଜି ଏପରି ସାହସ ଖ୍ରୀଷ୍ଟୀୟ ସମାଜରେ ଦେଖାଯାଇପାରୁନାହିଁ। ଟଙ୍କା ପାଇଁ ମନୁଷ୍ୟ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଉଛି। ଖ୍ରୀଷ୍ଟୀୟ ସମାଜରେ ଥିବା ଏହି ଟଙ୍କା ଲାଳସାକୁ ଦେଖି ଶୟତାନ ଅତି ସହଜରେ ଏହି ଦାନ ବରଦାନ ଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରି ମନୁଷ୍ୟମାନଙ୍କୁ ଭ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କୁ ନିନ୍ଦାର କାରଣ କରୁଛି। କିନ୍ତୁ ପ୍ରିୟମାନେ, ଆସନ୍ତୁ ଆମେମାନେ ଜାଗ୍ରତ ହେବା, ଶୟତାନର ଚାତୁରିତାକୁ ବୁଝି ତାକୁ ପ୍ରତିବାଦ କରିବା। ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ ପାଇଁ ନିନ୍ଦିତ ନ ହୋଇ ବରଂ ଗୌରବ ପାଆନ୍ତୁ, ଏହା ଲକ୍ଷ୍ୟ ରଖି ଆମେ ଆଗକୁ ବଢୁଥିବା। ପରଭାଷା ଏବଂ ତାର ଅର୍ଥ କରିବାର ଦାନ। ଶୟତାନ ଏହି ଦାନର ନକଲ କେତେ ଅଧିକ ମାତ୍ରାରେ କରିଛି ଏହା ଆପଣମାନେ ଭଲରେ ଜାଣିଅଛନ୍ତି। ସତ୍ୟର ନକଲ କରି ମିଥ୍ୟାକୁ ସେ ଏତେ ପ୍ରସାରିତ କରିସାରିଛି ଯେ ସତ୍ୟ ଏବଂ ମିଥ୍ୟାକୁ ବୁଝିବା ଆଜି ବହୁତ କଠିନ ହୋଇଯାଇଛି। ଖ୍ରୀଷ୍ଟୀୟ ସମାଜ ଏହି ପରଭାଷାର ଦାନକୁ ନେଇ ଏତେ ଦ୍ୱନ୍ଦ୍ୱରେ ଅଛି ଯେ ସତ୍ୟ କ'ଣ ଆଉ ମିଥ୍ୟା କ'ଣ ସେ ବୁଝିପାରେ ନା। କେହି କହନ୍ତି ଏହି ଦାନ ସବୁ କେବଳ ଆଦ୍ୟ ମଣ୍ଡଳୀରେ ଥିଲା, ବର୍ତ୍ତମାନ ନାହିଁ। ଆଉ କିଏ କହନ୍ତି ହଁ ବର୍ତ୍ତମାନ ମଧ୍ୟ ଅଛି। କିଏ କହନ୍ତି ଏହା ପରମେଶ୍ୱରଙ୍କର ଦାନ, ତ ଆଉ କିଏ କହନ୍ତି ଏହା ଏକ ଧୋକା, କେବଳ ଆକ୍ଟିଂ ମାତ୍ର। କିନ୍ତୁ ପ୍ରଭୁଙ୍କ ପ୍ରିୟମାନେ, ଈଶ୍ୱରଙ୍କ ବାକ୍ୟ ଏହାର ସଠିକ ଏବଂ ଯୁକ୍ତିଯୁକ୍ତ ପ୍ରମାଣ ଦିଏ। ବାଇବଲ ଏହା ବୁଝାଇ ଦିଏ କି ବିଭିନ୍ନ ପ୍ରକାର ପରଭାଷା ରହିଛି। 1 କରିନ୍ଥୀୟ 12 ପର୍ବ 10 ଏବଂ 28 ପଦ। ପ୍ରେରିତ 2 ପର୍ବ 4 ପଦରେ ପେଣ୍ଟିକଷ୍ଟ ଦିନରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ସେହି ଅନୁସାରେ ସେମାନେ କଥା କହିଲେ। ସେହି 120 ଜଣଙ୍କୁ ଆତ୍ମା ଯେପରି ଅର୍ଥାତ୍ ଯେଉଁ ଭାଷାରେ କହିବାକୁ ଶକ୍ତି ଦେଲେ ସେହି ଭାଷାରେ ସେମାନେ କଥା କହିବାକୁ ଲାଗିଲେ। ତଳପଦ ମାନଙ୍କରେ ପାଠ କଲେ ଆମେ ଜାଣିପାରିବା ସେହି ସ୍ଥାନରେ ବାସ କରୁଥିବା 16ଟି ଭାଷାବାଦୀର ଲୋକ ନିଜ ନିଜ ଭାଷାକୁ ବୁଝିପାରିଲେ ଏବଂ ପବିତ୍ର ଆତ୍ମା 16ଟି ଅନ୍ୟାନ୍ୟ ଭାଷାରେ କହିବାର ଶକ୍ତି ସେମାନଙ୍କୁ ପ୍ରଦାନ କଲେ। ସେହି ଭାଷାରେ ସେମାନେ ଈଶ୍ୱରଙ୍କର ମହତ୍ କାର୍ଯ୍ୟ ସବୁର ବର୍ଣ୍ଣନା କଲେ ଏବଂ ଈଶ୍ୱରଙ୍କୁ ଗୌରବ ଦେଲେ। କର୍ଣ୍ଣେଲିୟଙ୍କ ପରିବାରରେ ମଧ୍ୟ ଠିକ୍ ସେପରି ହିଁ ଘଟିଥିଲା। ପ୍ରେରିତ 10 ପର୍ବ 46 ପଦ। ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଶୁଣିଲେ। ସେମାନେ ବିଭିନ୍ନ ଭାଷାରେ କଥା କହୁଥିଲେ, ପୁଣି ଭାଷାର ଅର୍ଥ ମଧ୍ୟ କରୁଥିଲେ, ଯାହା ପିତର ଏବଂ ତାଙ୍କ ସଙ୍ଗୀମାନେ ବୁଝିପାରିଲେ। କିନ୍ତୁ 1 କରିନ୍ଥୀୟ 14 ପର୍ବ 2 ପଦକୁ ଦେଖିବା। ସେଠାରେ ପାଉଲ କହିଲେ ଯେ ପରଭାଷାରେ କଥା କହେ ସେ ମନୁଷ୍ୟର ଶୁଣିବା ପାଇଁ ମନୁଷ୍ୟକୁ କୁହେ ନାହିଁ, ମାତ୍ର ସେ ଈଶ୍ୱରଙ୍କୁ କହେ। ଆତ୍ମାଙ୍କ ଦ୍ୱାରା ନିଗୁଡ଼ ବିଷୟ ସବୁ ଈଶ୍ୱରଙ୍କୁ ଶୁଣାଏ, ତେଣୁ ମନୁଷ୍ୟ ତାହା ବୁଝିପାରେ ନାହିଁ। ଏହି ପରଭାଷାର ଦାନ ପ୍ରତ୍ୟେକ ବିଶ୍ୱାସୀ ପାଇବେ ତାହା ଜରୁରୀ ନୁହେଁ। 1 କରିନ୍ଥୀୟ 12 ପର୍ବ ଅନୁସାରେ ପବିତ୍ର ଆତ୍ମା ନିଜ ଇଚ୍ଛା ଅନୁସାରେ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ଦାନ ପ୍ରଦାନ କରନ୍ତି। କିନ୍ତୁ ଆଜି ମଣ୍ଡଳୀରେ ଜଣେ ବ୍ୟକ୍ତି ପରଭାଷାରେ କଥା କହିଲେ ହିଁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଅଛି ବୋଲି ବୁଝାଯାଏ, କିନ୍ତୁ ସେପରି ବିଲକୁଲ ବି ନୁହେଁ। ଜଣେ ପରଭାଷାରେ କଥା ନ କହି ମଧ୍ୟ ଅନ୍ୟ ବରଦାନ ଗୁଡ଼ିକ ପାଇପାରେ,
ଏବଂ ସେହି ବରଦାନ ଅନୁସାରେ ସେ ପରିଚାଳିତ ହୋଇପାରେ। ବିଶ୍ୱାସୀମାନଙ୍କ ମଧ୍ୟରେ ଥିବା ଏହି ଲାଳସା ଉତ୍ତମ ଅଟେ। ଯେପରି ପାଉଲ କହିଲେ, ସମସ୍ତେ ପରଭାଷାରେ କଥା କୁହନ୍ତୁ, ଏହା ଉତ୍ତମ। ଯଦି କିଏ ଏହି ଦାନ ପାଇନାହିଁ, ତେବେ ସେ ପ୍ରାର୍ଥନା କରୁ ଏବଂ ଅପେକ୍ଷା କରୁ ଈଶ୍ୱରଙ୍କ ଆତ୍ମା ତାହାକୁ ସେହି ଦାନ ବରଦାନ ପ୍ରଦାନ କରିବେ। ଜଣେ ଜଣେ ଦାନ ବରଦାନ ପାଇବାର ଇଚ୍ଛା ରଖି ପ୍ରାର୍ଥନାର ସହ ଅପେକ୍ଷା କରି କରି ଥକି ଯାଆନ୍ତି ଏବଂ ଅନ୍ୟମାନଙ୍କର କହିବାର ଶୈଳୀକୁ ଦେଖି ଠିକ୍ ସେପରି କହିବାକୁ ଚେଷ୍ଟା କରନ୍ତି ଏବଂ ତାକୁ କପି କରନ୍ତି। ଆଉ ଜଣେ ଜଣେ ନିଜକୁ ଶ୍ରେଷ୍ଠ ଆଉ ପବିତ୍ର ଆତ୍ମାରେ ପୂର୍ଣ୍ଣ ବୋଲି ଦେଖାଇ ହେବାକୁ ସବୁ ସମୟରେ ପରଭାଷାରେ ପ୍ରାର୍ଥନା କରିବାକୁ ନିଜେ ଚେଷ୍ଟା କରନ୍ତି। ଆତ୍ମାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା ନ କରି ନିଜେ ସେମାନେ ଘୋଷା ବିଦ୍ୟା ଭଳି ସେଇ ପରଭାଷାକୁ କହିବାକୁ ଚେଷ୍ଟା କରନ୍ତି। ଏବଂ କୌଣସି କୌଣସି ମଣ୍ଡଳୀରେ ତ ଟ୍ରେନିଂ ଦିଆଯାଇଥାଏ, ପରଭାଷା କହିବାର ଟ୍ରେନିଂ, କି ଆପଣମାନେ ଏପରି ଏପରି କଥା କହିଲେ ଆପଣମାନେ ଫ୍ରିକ୍ୱେଣ୍ଟଲି ପରଭାଷା କହିପାରିବେ। ଆଉ କୌଣସି କୌଣସି ମଣ୍ଡଳୀରେ ବାଧ୍ୟ କରାଯାଏ, ତୁମେ ପରଭାଷା କହିବାକୁ ବାଧ୍ୟ। ଏହିପରି କାର୍ଯ୍ୟ ସବୁ ଶୟତାନକୁ ସୁଯୋଗ ଦେଇଥାଏ ଏବଂ ଏପରି କାର୍ଯ୍ୟ ସବୁକୁ ଦେଖି ଶୟତାନ ନକଲି ବା ଭ୍ରାନ୍ତ ଆତ୍ମାକୁ ସହଜରେ ପ୍ରବେଶ କରାଇଦିଏ। କିନ୍ତୁ ଆମେମାନେ ଜାଣିବା ଆବଶ୍ୟକ, ଦାନ ଓ ବରଦାନ ପାଇବା ଆମ ଉପରେ ନିର୍ଭର କରେ ନାହିଁ, ତାହା ପବିତ୍ର ଆତ୍ମାଙ୍କ ଇଚ୍ଛା। ସେ କାହାକୁ କେଉଁ ବିଷୟ ପ୍ରଦାନ କରିବେ ତାହା ସେ ନିଜେ ନିଷ୍ପତ୍ତି ନିଅନ୍ତି। ତେବେ ଏହି ଦାନ ବରଦାନକୁ ନେଇ ଶୟତାନର ଭ୍ରାନ୍ତିକୁ ଆମେ ବୁଝିଯିବା ଏବଂ ଶୟତାନକୁ ପ୍ରତିବାଦ କରିବା। ଶୟତାନର ନକଲି ବିଷୟ ଠାରୁ ନିଜକୁ ଏବଂ ନିଜର ପ୍ରିୟଜନମାନଙ୍କୁ ଆମେମାନେ ରକ୍ଷା କରିବା। ଆଜିର ଏହି ଛୋଟ ଚେଷ୍ଟା, ଯାହା ଆପଣମାନଙ୍କ ନିକଟରେ କିଛି ତଥ୍ୟ ରଖିଲା କି ଆପଣମାନେ ଶୟତାନର ନକଲି ବିଷୟକୁ ବୁଝି ତାହାଠାରୁ ନିଜକୁ ପୃଥକ କରନ୍ତୁ। ପ୍ରଭୁଙ୍କର ଆତ୍ମା ଆମମାନଙ୍କୁ ଏହି ବିଷୟରେ ସାହାଯ୍ୟ କରିଅଛନ୍ତି, ତେଣୁ ଆମେ ସମସ୍ତ ଗୌରବ ତାହାଙ୍କୁ ପ୍ରଦାନ କରୁ। ଆଜିର ଏହି ଛୋଟ ଚିନ୍ତା ଦେଇ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।